5 करोड़ परिवार ऐसे हैं जिनके लिए आवास निर्माण आवश्यक है। करीब 2 करोड़ शहरों में है, 3 करोड़ गांवों में है। और ये वो लोग हैं जो अपने बलबूते पर मकान बना पाए, वो संभव नहीं है। न उसके पास जमीन है, न उसके पास पैसे हैं। ଆଜିଠାରୁ ଆମ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆପ୍ଲାଏ ହୋଇଯିବ। ଯଦି ଆପଣଙ୍କୁ ଆବାସ ଯୋଜନାର ଲାଭ ପାଇବାର ଅଛି ତାହେଲେ ଏହି ଭିଡିଓକୁ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଏହି ଗୋଟିଏ କାମ କରିଦିଅନ୍ତୁ ଯାହାଦ୍ୱାରା କି ଆପଣ ଆବାସ ଯୋଜନାରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଆପଣଙ୍କ ମୋବାଇଲର ଯେକୌଣସି ବ୍ରାଉଜର ଓପନ୍ କରନ୍ତୁ। ଓପନ୍ ହେଲା ପରେ ସର୍ଚ୍ଚ ବାରରେ ଲେଖନ୍ତୁ ରୁରାଲ ହାଉସିଂ ଲେଖିକି ସର୍ଚ୍ଚ କରିଦିଅନ୍ତୁ। ସର୍ଚ୍ଚ କଲା ପରେ ଆପଣଙ୍କର ପ୍ରଥମରେ ହିଁ ଆସିଯିବ। ଦେଖନ୍ତୁ ଏଠି ଆସିଯାଇଛି ରୁରାଲ ହାଉସିଂ। ଆକୁ ଟଚ୍ କରନ୍ତୁ। ଟଚ୍ କଲା ପରେ ଆପଣ ନେକ୍ସଟ ଆସିଯିବ। ଆସିଗଲା ପରେ ଏଠି ଦେଖନ୍ତୁ ଆମର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଡିଟେଲ୍ସ ଆସିଯାଇଛି। ଏଠି ଆପଣ ଏବେ ଟଚ୍ କରନ୍ତୁ। ଏଠି ଟଚ୍ କରନ୍ତୁ। ଟଚ୍ କଲା ପରେ ଆପଣଙ୍କୁ ଡିଟେଲ୍ସ ଆସିଯିବ। ବର୍ତ୍ତମାନ ମୁଁ ଟଚ୍ କରିଦେଇଛି। ଟଚ୍ କଲା ପରେ ଆପଣଙ୍କୁ ଏଇଭଳି ପେଜ ଓପନ୍ ହେଇଯିବ। ଦେଖନ୍ତୁ ଉପରେ କ'ଣ ଲେଖାଯାଇଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ। ଏଇଟା ଦେଖନ୍ତୁ ଏବେ ଲେଖାଯାଇଛି। ଏଇଟା ନୂତନ ହିତାଧିକାରୀ ଚୟନ ପାଇଁ ଏଇଟା ବର୍ତ୍ତମାନ ଚାଲିଛି। ଆଉ ତଳେ ଦେଖନ୍ତୁ ଲେଖାଯାଇଛି କ'ଣ ଯେ ସର୍ଭେ ପ୍ରଣାଳୀ ସମ୍ବନ୍ଧରେ ଥିବା ଜାଣିବା ପାଇଁ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା ଟୋଲ ଫ୍ରି ନମ୍ବର, এই ନମ୍ବର ଦେଇଛି। ଆପଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସହିତ କଥା ହେଇପାରିବେ, ଯୋଗାଯୋଗ କରିପାରିବେ। ଆଉ ନହେଲେ ତ এই ନମ୍ବରରେ ଆପଣ ଯୋଗାଯୋଗ କରିପାରିବେ। ଆପଣଙ୍କୁ ଦିଟା ଅପସନ ଦେଇଛି। ତାପରେ ତଳେ ଦେଖନ୍ତୁ ଲେଖାଯାଇଛି ଡାଉନଲୋଡ ମୋବାଇଲ ଆପ୍। ଏଠି ଦେଇଛି ଦିଟା ମୋବାଇଲ ଆପ୍ ଡାଉନଲୋଡ କରିବା ପାଇଁ। ଯଦି এই ଦିଟା ଡାଉନଲୋଡ କରିଦେଉଛନ୍ତି ତାହେଲେ ଆପଣ ସହଜରେ ନିଜ ମୋବାଇଲରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆପ୍ଲାଏ କରିପାରିବେ। ଏ ଦିଟାକୁ ଆପଣ ଏଠି ଲେଖାଯାଇଛି ଲିଙ୍କ ଦିଟା ଦେଖନ୍ତୁ। ଏ ଲିଙ୍କ ଟଚ୍ କଲେ ଆପଣ ଡାଇରେକ୍ଟ ପ୍ଲେ ଷ୍ଟୋରକୁ ଯିବ ହାରି। ପ୍ଲେ ଷ୍ଟୋରକୁ ଗଲା ପରେ ଇନଷ୍ଟଲ କରିବା କଥା। ସେଥିପାଇଁ ଏ ଦିଟାକୁ ଡାଉନଲୋଡ କରି ରଖନ୍ତୁ। ଡାଉନଲୋଡ ହେଲା ପରେ ଆପଣଙ୍କ ଡିଟେଲ୍ସ ଆସିଯିବ। ବର୍ତ୍ତମାନ ଏବେ ଆପ୍ ଓପନ କରନ୍ତୁ। ଓପନ ହେଲା ପରେ ଆପଣଙ୍କ ଲାଙ୍ଗୁଏଜ ଚୁଜ୍ କରନ୍ତୁ। ତାପରେ ଓକେ ଦବାନ୍ତୁ। ଓକେ ଦବାଇଲା ପରେ ଆପଣ ଏଲାଉ କରିଦିଅନ୍ତୁ। ଏଲାଉ କଲା ପରେ ଆପଣ ସେଲ୍ଫି ସର୍ଭେ ଯାଆନ୍ତୁ। ଏଠି ଆପଣଙ୍କର ଆଧାର ନମ୍ବର ଦିଅନ୍ତୁ। ଆଧାର ଦେଇକି ଅଥେଣ୍ଟିକ୍ସକୁ ଦବାନ୍ତୁ। ଦବାଇଲା ପରେ ଆପଣ କ'ଣ କରିବେ ନା ଏଠି ଆଲାଉ ଦବାଇବେ। ପୁରା ଆଲାଉ କଲା ପରେ ଆପଣଙ୍କର ଭେରିଫିକେସନ ପାଇଁ ଫେସ୍ ମାଗିବ। ଏଠି ଏଗ୍ରି କରିକି ଆପଣ ଫେସ୍ ପ୍ରୋସେସ ଉପରେ ଦବାଇବେ। ଏଗ୍ରି କରନ୍ତୁ, ପ୍ରୋସେସ କରନ୍ତୁ। ପ୍ରୋସେସ କଲେ ଆପଣଙ୍କର ଫେସ୍କୁ ପୁରା ଫେସ୍କୁ ସ୍କାନିଂ କରନ୍ତୁ। ସ୍କାନିଂ କରି ଆଖି ବନ୍ଦ କରି ଗୋଟେ ଥର ଓପନ କରନ୍ତୁ। ବର୍ତ୍ତମାନ ହେଇଯିବ। ହେଇଗଲା ପରେ ଆପଣଙ୍କ ଆଧାର ଡିଟେଲ୍ସ ଉପରେ ଶୋ କରିବ। ଶୋ ହେଲା ପରେ ଓକେ ଦବାଇ ଦିଅନ୍ତୁ। ଏଠି ଆପଣ କ୍ରିଏଟ୍ ପିନ୍ କରନ୍ତୁ 4 ଅଙ୍କ ବିଶିଷ୍ଟ। ଆଉ ତଳେ କନଫର୍ମ ପିନ୍ କରନ୍ତୁ। କଲା ପରେ ଆପଣ କ୍ରିଏଟ୍ ପିନ୍ କୁ ଦବାନ୍ତୁ। ଦବାଇଲା ପରେ ଆପଣ ସିଲେକ୍ଟ ଲୋକେସନ ପଚାରୁଛି। ଏଠି ଡିଟେଲ୍ସ ଦିଅନ୍ତୁ। ଡିଷ୍ଟ୍ରିକ୍ଟ, ବ୍ଲକ, ପଞ୍ଚାୟତ, ଗ୍ରାମ ପଞ୍ଚାୟତ ଏମିତି ଦେଇ ଦିଅନ୍ତୁ। ତାପରେ ନେକ୍ସଟ ଦବାନ୍ତୁ। ନେକ୍ସଟ ଦବାଇଲା ପରେ ଇଣ୍ଡିଭିଜୁଆଲ ସେ କହିଛି ପ୍ରାକ୍ଟିସ ସେ ବିଷୟରେ ଲେଖନ୍ତୁ। ନାମ ଲେଖନ୍ତୁ। ଆଧାର ନମ୍ବର ଏଠି ଲେଖନ୍ତୁ। ତାପରେ ଜବ କାର୍ଡ ନମ୍ବର ଲେଖନ୍ତୁ। ଆଉ ଜେଣ୍ଡର ସିଲେକ୍ଟ କରନ୍ତୁ। ତାପରେ କ୍ୟାଟେଗୋରୀ SC ST ଦବାନ୍ତୁ। ତାପରେ ଏଜ୍ ଦବାନ୍ତୁ। ମ୍ୟାରେଜ ଷ୍ଟାଟସ ଦବାନ୍ତୁ। ଦବାଇଲା ପରେ ଆପଣଙ୍କର ଫାଦର ନେମ୍ ନହେଲେ ହଜବେଣ୍ଡ କୁ ଦେଖନ୍ତୁ। ଆମ ଫାଦର ନେମ୍ ନହେଲେ ହଜବେଣ୍ଡ ନାଁ ଲେଖନ୍ତୁ। ତାପରେ ମ୍ୟାରିଟାଲ ଷ୍ଟାଟସ ଲେଖନ୍ତୁ। ତାପରେ ହାଇର ଏଜୁକେସନ ଲେଖନ୍ତୁ ପ୍ରାଇମେରୀ। ତାପରେ ଅକ୍ୟୁପେସନ ଲେଖନ୍ତୁ। ଆପଣ ଏଗ୍ରିକଲଚର ଲେଖନ୍ତୁ। ତାପରେ ଏଗ୍ରିକଲଚର ଲେଖନ୍ତୁ। ତାପରେ ଆପଣ ଫ୍ୟାମିଲି ମେମ୍ବର କେତେ ଜଣ ଅଛି ସେଇଗୁଡ଼ା ଲେଖନ୍ତୁ। ତାପରେ ତଳେ ଦେଇଛି ଏନି ବିକଳାଙ୍ଗ କିଏ ଅଛି ବୋଲି ୟେସ୍ ନ କରନ୍ତୁ। ଆପଣଙ୍କ ଘରେ କେହି ଅଛି ଯଦି। ତାପରେ ତଳେ ଦେଇଛି ଆପଣଙ୍କୁ ମାନେ କେହି ରୋଗୀ କ'ଣ
ବଡ ରୋଗୀ କାହାର ହେଇଛି ବୋଲି ସେଇଟା ଇଏ ଲେଖନ୍ତୁ, ନହେଲେ ନ କ୍ଲିକ୍ କରନ୍ତୁ। କହି ଆପଣ ଫ୍ୟାମିଲିର ଇନକମ୍ ଆନୁଆଲ ଇନକମ୍ କେତେ ହଉଛି ଦେଇକି ସେଭ୍ ନେକ୍ସଟ ଦବାନ୍ତୁ। ତାପରେ ଆଡ୍ ଫ୍ୟାମିଲି କହିଛି ଯେପରି ଏବେ ଫର୍ମ ଫିଲ୍ଅପ୍ କଲେ ନା ଆଡ୍ ଫ୍ୟାମିଲି ସେମିତି ଡିଟେଲ୍ସ ଫର୍ମ ଫିଲ୍ଅପ୍ କରନ୍ତୁ। ଆପଣ 3 ଜଣ ଅଛନ୍ତି 3 ଥର କରିକି ଆପଣ ସେଭ୍ ଆଉ ନେକ୍ସଟ କୁ ଦବାଇ ଦିଅନ୍ତୁ। ସେମ୍ କିଛି ବି ଡିଫରେନ୍ସ ନାହିଁ। ବର୍ତ୍ତମାନ ହେଇଯାଇଛି ଆଡ୍ ଫ୍ୟାମିଲି। ଏବେ କଣ କରିବା ନା ସେଭ୍ ଏଣ୍ଡ ନେକ୍ସଟ ଦବାନ୍ତୁ। ଦବାଇଲା ପରେ ଆପଣ ସିଲେକ୍ଟ ବେନିଫିସିଆରୀକୁ କ୍ଲିକ୍ କରନ୍ତୁ। କ୍ଲିକ୍ ହେଲା ପରେ ପ୍ରୋସେସ ଉପରେ ଦବାନ୍ତୁ। ପ୍ରୋସେସ ହେଇଗଲା ପରେ ଆପଣଙ୍କୁ କହିଛି ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଦେବା ପାଇଁ। ଏଠି ଆପଣଙ୍କ ବ୍ୟାଙ୍କ ନାଁ ଲେଖନ୍ତୁ। ତାପରେ ବ୍ୟାଙ୍କର ନାମ ଲେଖନ୍ତୁ, କୋଉ ବ୍ୟାଙ୍କ ଅଛି। ଆପଣ ତାପରେ କୋଉ ଜାଗାରେ ଅଛି ସେଇ ଡିଟେଲ୍ସ ଦେଇକି ବ୍ୟାଙ୍କ ଡିଟେଲ୍ସ ପୁରା ଫିଲ୍ଅପ୍ କରିଦିଅନ୍ତୁ। ଫିଲ୍ଅପ୍ ହେଇଗଲା ପରେ ଆପଣ କଣ କରିବେ ନା ଲାଷ୍ଟରେ ନାମ ଲେଖି ଦିଅନ୍ତୁ। ତାପରେ ନେକ୍ସଟ ଦବାଇ ଦିଅନ୍ତୁ। ଦବାଇଲା ପରେ ଆପଣ କିଛି କ୍ୱେଶ୍ଚିନ୍ ପଚାରୁଛି, ହଁ ନାହିଁରେ ଉତ୍ତର ଦେଇକି ଆପଣ ପୁରା ଫର୍ମ ଫିଲ୍ଅପ୍ କରିଦିଅନ୍ତୁ। ଆପଣ ଯାହା ଡିଟେଲ୍ସ ଅଛି ତାକୁ ଦେଖି ଏଇଟା ୟେସ୍ ନୋରେ ଫର୍ମ ଫିଲ୍ଅପ୍ କରିଦିଅନ୍ତୁ। ବର୍ତ୍ତମାନ ଫର୍ମ ଫିଲ୍ଅପ୍ ହେଇଯାଇଛି। ଏବେ ଆପଣ କଣ କରିବେ ନା ସେଭ୍ ନେକ୍ସଟ କୁ ଦବାଇ ଦିଅନ୍ତୁ। ସେଭ୍ ନେକ୍ସଟ ଦବାଇଲା ପରେ ଆପଣ ନିଜ ଘରର ଗୋଟିଏ ଫଟୋ ଏଠି ଉଠାଇକି ଉଠାନ୍ତୁ। ବର୍ତ୍ତମାନ ଫଟୋ ଉଠେଇକି ସେଭ୍ କରନ୍ତୁ। ଆପଣ ଯେଉଁ ଜାଗାରେ ରହୁଛନ୍ତି ସେଇ ଘରର ଫଟୋ ଉଠାନ୍ତୁ। ବର୍ତ୍ତମାନ ଫଟୋ ଉଠା ହେଇଯାଇଛି। ରିମାର୍କରେ ଆପଣ ଯାହା ଲେଖିପାରିବେ। ତାପରେ ସେଭ୍ ନେକ୍ସଟ ଦବାଇ ଦିଅନ୍ତୁ। ବର୍ତ୍ତମାନ ସେ କହିଛି ଯେ କ୍ୟାପଚା ଆଉ ଗୋଟେ ସାଇଡର ଗୋଟେ ଫଟୋ ଉଠେଇବାକୁ ଆଉ ଥରେ ସେମିତି ଅଲଗା ସାଇଡ ଯାଇକି ଗୋଟେ ଫଟୋ ଉଠାନ୍ତୁ। ଉଠେଇକି ସେଭ୍ ଆଉ ଆଡ୍ ଯାହା ଲେଖନ୍ତୁ। ତାପରେ ସେଭ୍ ନେକ୍ସଟ ଦବାଇ ଦିଅନ୍ତୁ। ବର୍ତ୍ତମାନ ସେଭ୍ ହେଇଯାଇଛି। ସେ କହିଛି ଯେ ଆପଣ ଘର ବନେଇବା ପାଇଁ ମିସ୍ତ୍ରୀ ହେବାକୁ ଚାହୁଁଛନ୍ତି ଯଦି ହଁ କରନ୍ତୁ, ନହେଲେ ତ ନାହିଁ। ବର୍ତ୍ତମାନ ନାହିଁ ଲେଖି ଦଉଛି। ତାପରେ ଆପଣ କେଉଁ ପ୍ରକାର ଘର ତିଆରି କରିବେ ସେଇ ଡିଟେଲ୍ସଟା ଲେଖନ୍ତୁ। ଯୋଉଟା ଆପଣଙ୍କୁ ଇଚ୍ଛା ଲାଗୁଛି ସେଇ ଫଟୋ କ୍ଲିକ୍ କରିକି ଆପଣ ସେଭ୍ ନେକ୍ସଟ କୁ ଦବାଇ ଦିଅନ୍ତୁ। ଯୋଉଟା ପସନ୍ଦ ଆସୁଛି ସେଇଟାକୁ ଦବାଇ ଦିଅନ୍ତୁ। ସେଭ୍ ନେକ୍ସଟ ଦବାଇ ଦିଅନ୍ତୁ। ବର୍ତ୍ତମାନ ଫର୍ମ ଏବେ ଫିଲ୍ଅପ୍ ଯୋଉ ହେଲା ସେଟା ସବୁ ଡିଟେଲ୍ସ ବର୍ତ୍ତମାନ ଆସିଯିବ। ସେଇ ଫର୍ମ ଫିଲ୍ଅପ୍ ଆପଣ ରିଚେକ୍ ବି କରିପାରିବେ। କରି ସେଭ୍ ନେକ୍ସଟ ଦବାଇ ଦିଅନ୍ତୁ। ବର୍ତ୍ତମାନ ହେଇଗଲା। ବର୍ତ୍ତମାନ ଏବେ କଣ କରିବେ ନା ଅପଲୋଡ କରିବେ। ଅପଲୋଡ କଲା ପରେ ଆପଣ ଅପଲୋଡ ସେଭ୍ ଡାଟାକୁ ଦବାଇକି ଅପଲୋଡ କ୍ୟାପଚର କରିଦେବେ। କଲା ପରେ ବର୍ତ୍ତମାନ ଆପଣଙ୍କର ଅପଲୋଡ ହୋଇଯିବ। ସକ୍ସେସଫୁଲ ଲେଖିଦେଲା। ବର୍ତ୍ତମାନ ଏବେ ଆପଣଙ୍କର ଆପ୍ଲାଇ ସକ୍ସେସଫୁଲି ହେଇଯାଇଛି। ଆପଣ ଏବେ କଣ କରିବେ ନା କିଛି ଦିନ ଅପେକ୍ଷା କରିବେ। ଅପେକ୍ଷା କଲା ପରେ ଆପଣଙ୍କ ଯଦି ଉପଯୋଗୀ ହେଇଥିବେ ତାହେଲେ ଆପଣଙ୍କୁ ସରକାର ତରଫରୁ ଆବାସ ଯୋଜନାରେ ସାମିଲ ହୋଇପାରିବେ।